ଅନେକ ଲୋକ ଏହା ଭାବିକି ଯାଇଛନ୍ତି ଥରେ ବିଜେପିର ବ୍ୟୁହ ଭିତରକୁ ପଶି ଯାଆନ୍ତୁ, ସେ ଚକ୍ର ବ୍ୟୁହ ଭିତରେ ପଶିଗଲା ପରେ ନିଶା ଛାଡ଼ିଯିବ। ଯଦି ଦଳ ଆମକୁ ବାହାର କଲା ତ ତାହେଲେ ଦେଖେଇ ଦିଅ ଆମକୁ ବାହାର କଲେ ଦଳ କ୍ଷତିରେ ରହିଛି ନା ଲାଭରେ ରହିଛି। ଦେଖନ୍ତୁ ଆମେ ସମସ୍ତେ ସେ ଭିଡିଓ ଦେଖିଛେ, ଯାହା ହେଇଛି ଅତ୍ୟନ୍ତ ନିନ୍ଦନୀୟ। ମାନେ ଏଇଥିପାଇଁ ରାଜନୈତିକରେ ବିରୋଧାଭାସ ରହୁ, ମନାନ୍ତର ରହୁ, ମତାନ୍ତର ରହୁ, କିନ୍ତୁ ଯୋଉ ବିହାର ୟୁପି ଭଳିଆ ଘରେ ପଶିକି ହିଂସାକାଣ୍ଡ ଭିଆଇବା, ଗଣ୍ଡଗୋଳ କରିବା, ସେଥିରୁ ନିବୃତ୍ତ ରହିଲେ ଭଲ। କାହିଁକି ନା ଆଜି ସିନା ତମେ ନିଲମ୍ବିତ ହେଇଛ, କାଲି ତ ସେ ତମ ଦଳର ନେତା ଥିଲା, ଏବେ ହୁଏତ ଭାରତୀୟ ଜନତା ପାର୍ଟି କ'ଣ ଗୋଟେ ପ୍ରତିଶ୍ରୁତି ଦେଇଛି, ତମେ ଗୋଟେ ନୂଆ ମୁହାଁ ଖାଇ ଦେଇଛ, ଯିବା କଥା ଯାଅ, କିଛି ଅସୁବିଧା ନାହିଁ। ଦଳ ଭାବିଲା ଯେ ଆପଣ ଦଳ ବିରୋଧୀ କାମ କରୁଛନ୍ତି, ତେଣୁ ଆପଣଙ୍କୁ ତଡ଼ିଲା। ଆପଣ ବିଜେପିରେ ଯାଇକି ସାଂଗଠନିକ ଶକ୍ତିରେ ଜଣକୁ ଚକ୍କର ଦେବାକୁ ଚେଷ୍ଟା କର। ଯଦି ଦଳ ଆମକୁ ବାହାର କଲା ତ ତାହେଲେ ଦେଖେଇ ଦିଅ ଆମକୁ ବାହାର କଲେ ଦଳ କ୍ଷତିରେ ରହିଛି ନା ଲାଭରେ ରହିଛି। ତେମେ 5,000 ଭୋଟରଙ୍କୁ ନେଇକି ତାଙ୍କୁ ଚେକ୍ ଦିଅ ପଞ୍ଚାୟତ ନିର୍ବାଚନ ପାଇଁ। ଠିକ୍ ସେୟା ନ କରିକି ରାତି ଅଧରେ ମାଲଟା ପିଇ ଦେଇକି ବାଣ ଫୁଟେଇବା, ତାଙ୍କ ଘରେ ବସିକି ଭାଣ୍ଡାମି କରିବା, এই ଯେଉଁ କାରଣ ଦେଖାଯାଇଛି ଏହା ଆଦୌ ଗ୍ରହଣ ନୁହେଁ। ଆଉ ଯେଉଁ ରହିଛି ବୋମା ମାଡ଼ କି ବନ୍ଧୁକ, ମୁଁ ଗୋଟିଏ କଥା କହିଦେବି, ଆପଣମାନେ ଜାଣିଥିବେ ଯେତେବେଳେ କେସ୍ ପାସ୍ ଯେ ଏଫଆଇଆର ଲେଖିବାର ଯାହାର ଅଭ୍ୟାସ ମାନେ ଥିବ ଟିକେ ଅଭ୍ୟାସ, ସେମାନେ ଆଉ 2ଟା ଖଣ୍ଡେ ଦଫା ଯୋଡ଼ନ୍ତି। ମୁଁ ଭାବୁଛି ପ୍ରତାପ ବାବୁ ମଧ୍ୟ ସେଇ ହିସାବରେ ଦଫା ଯୋଡ଼ିବାକୁ ପ୍ରୟାସ କରିଥିବେ। ସତ କ'ଣ ମିଛ କ'ଣ ପୋଲିସ କହିପାରିବ ନା ମୁଁ ସେ ଜାଗାରେ ଥିଲି, ନା ଆମେ ଯେଉଁମାନେ ବର୍ତ୍ତମାନ ବାଇଟ୍ ନେଉଛନ୍ତି ମୋର ଗଣମାଧ୍ୟମର ଭାଇମାନେ, ନା ଆମେ ବି ଜାଗାରେ ଥିଲେ। ତେଣୁ ପୋଲିସ ତାର ତଦନ୍ତ କରୁ କେଉଁ ଆଧାରରେ କ'ଣ ଥିଲା। କିନ୍ତୁ ଆମେ ଗୋଟିଏକୁ ନିନ୍ଦା କରିବା ଯେ ଜଣେ ନେତା ଘରେ ପଶିକି ଏଇ ଯେଉଁ ଭାଣ୍ଡାମି କରିବାର ଆଦୌ ଆବଶ୍ୟକତା ହିଁ ନାହିଁ। ଆଉ ଗୋଟିଏ କଥା ରହିଲା, କିଛି ନେତା ଭାବି ଦେଇଛନ୍ତି ଭାରତୀୟ ଜନତା ପାର୍ଟିକୁ ପଳେଇଲେ ଆମକୁ ବୋଧେ ସମ୍ମାନ ମିଳିଯିବ। ମୁଁ ଭାବୁଛି ଭାରତୀୟ ଜନତା ପାର୍ଟିର କାର୍ଯ୍ୟଶୈଳୀ ଉପରେ ଆଙ୍କର ଆଦୌ ଧାରଣା ନାହିଁ। ଅଖିଳ ଭାରତୀୟ ବିଦ୍ୟାರ್ಥୀ ପରିଷଦରେ ଆପଣ ଦେଖିବେ କେଉଁ ନେତା ଗୁଡ଼ା କଂଗ୍ରେସରୁ ବିଜେଡିରୁ ଯାଇକି ସେଠି ନେତା ହେଇଛନ୍ତି, ସଭାପତି ହେଇଛନ୍ତି, ଆଦୌ ନୁହେଁ। କ୍ୟାଡର ବେସ୍ ପାର୍ଟି ସେଇଟା। ଭାରତୀୟ ଯୁବ ମୋର୍ଚ୍ଚାରେ ଆପଣ ଦେଖିବେ ଯେତକ ଯୁବ ମୋର୍ଚ୍ଚା ସଭାପତି ଆପଣ ଦେଖିବେ ତାଙ୍କ ଦଳରୁ ବିଜେଡି ତ ଚିନୁ ସାହୁଙ୍କୁ କରିଦେଲା ସଭାପତି କଂଗ୍ରେସରୁ ଆସିକି ମଧ୍ୟ, କିନ୍ତୁ ଭାରତୀୟ ଜନତା ପାର୍ଟିରେ ଚାନ୍ସ ନାହିଁ। ବ୍ରାଣ୍ଡ ବିଜେପି ନହେଲେ ତାଙ୍କର ଦଳର ସଭାପତି ଯେତକ କୁହନ୍ତୁ, ବିଜୟ ମହାପାତ୍ର ଅତୀତରେ ଆସିଥିଲେ ବିଜେପିର ସଭାପତି ହେବା ପାଇଁ ଚାହୁଁଥିଲେ, କରେଇଦେଲେ। ତାଙ୍କର ଯେତକ ସଭାପତି କୁହନ୍ତୁ ଯେ ଅମକ ସଭାପତି ପୂର୍ବରୁ ଅନ୍ୟ ଦଳରେ ଥିଲେ, ଏବେ ଆସିକି ସଭାପତି ହେଇଛନ୍ତି। ଜଣେ ବି ସଭାପତି ଆପଣ ଦେଖିବେନି 80 ମସିହାରୁ ଆଜି ପର୍ଯ୍ୟନ୍ତ, ଜଣେ ବି ଯୁବ ମୋର୍ଚ୍ଚାର ସଭାପତି ଦେଖିବେନି, ଜଣେ ବି ଏବିପିର ସଭାପତି ଯେଉଁମାନେ ଅନ୍ୟ ଦଳରୁ ଆସିଛନ୍ତି। ଭାଇ କ୍ୟାଡର ପାର୍ଟିରେ ପ୍ରଥମେ କ୍ୟାଡର, ତାପରେ ଦଳ ବାହାର। ହଁ କିଏ ଗୋଟେ ପଦ ସଭା ବିଧାୟକ ପଦ ପାଇବ, ତାରି ଭିତରେ ରହିବ, ଦଳର ମାମଲତକାର ହେଇପାରିବେନି। ଅନେକ ଲୋକ ଏହା ଭାବିକି ଯାଇଛନ୍ତି ଥରେ ବିଜେପିର ବ୍ୟୁହ ଭିତରକୁ ପଶି ଯାଆନ୍ତୁ, ସେ ଚକ୍ର ବ୍ୟୁହ ଭିତରେ ପଶିଗଲା ପରେ ନିଶା ଛାଡ଼ିଯିବ। ଦେଖନ୍ତୁ ରାଜନୀତି ସବୁବେଳେ କଡ଼ ଲଉଟାଏ, ଏଇଟା ଆଜି ଗୋଟେ ନୂଆ କଥା ନୁହେଁ, ଆଜିକା କଥା କାଲିକି ନାହିଁ। ଆପଣ ଜାଣିଛନ୍ତି 2002 ମସିହାରେ ଏଇ ଦିଲ୍ଲୀପ ରାୟ ବାଜିମାତ କରିଥିଲେ, ସେତେବେଳେ 14ରୁ 15 ବିଜେଡି ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ଦଳରେ ରହିଲେ, ଟିକେଟ ବି ପାଇଲେ। ଆଉ ଗୋଟେ ଉଦାହରଣ ଜାଣିଥିବେ, ପ୍ରଭାତ ତ୍ରିପାଠୀ ନିଲମ୍ବିତ ହେଲେ କି ନାହିଁ, କିନ୍ତୁ ତା ପୁଅ ଟିକେଟ ପାଇଲେ କି ନାହିଁ। ପ୍ରଭାତ ବିଶ୍ୱାଳ ନିଲମ୍ବିତ ହେଇଥିଲେ କି ନାହିଁ, ତାଙ୍କ ପୁଅ ଟିକେଟ ପାଇଲେ କି ନାହିଁ। ରବୀନ୍ଦ୍ର ଜେନାଙ୍କୁ ଟିକେଟ ଦେଲେନି, କିନ୍ତୁ ସ୍ତ୍ରୀ ଟିକେଟ ଦେଲେ। ତେଣୁ ଦଳ ସବୁବେଳେ ରାଜନୈତିକ ଫାଇଦା ଦେଖେ, ଯୋଉ ଦଳ ହଉ, ସେ ବିଜେଡି ହଉ, କଂଗ୍ରେସ ହଉ, ବିଜେପି ହଉ। କାଲି ଯଦି ମୁଁ ତମଠୁ ରାଜନୈତିକ ଫାଇଦା ଅଧିକା ଦେଖିବି ଆଉ ଗୋଟେ ଲୋକ ତୁଳନାରେ, ମୁଁ ତମକୁ ପସନ୍ଦ କରିବି, ଆକୁ ଗୋଇଠା ମାରିବି। এটা দল ସବୁବେଳେ ଚାଲେ। ଆସାମରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯିଏ ଅଛନ୍ତି ସେ କଂଗ୍ରେସର ବ୍ୟାକବୋନ୍ ଥିଲେ। ଆଜିକା ଦିନରେ ବିଜେପି ନେତାଙ୍କୁ ସାଇଡ୍ କରି ଦଳ ଦାୟିତ୍ୱ ଦେଇଛି। ତେଣୁ ଗାଇମଟ କହିଲେ, ମୁଁ ରାଜନୀତି କହିଲେ ଏତିକି ବୁଝିଛି, ତମର ଯଦି ଗ୍ରାଉଣ୍ଡରେ ମାଟି ଅଛି ନା, ଯୋଉ ଦଳକୁ ଗଲେ ବି ତମେ ମଜବୁତ ହେଇକି ଠିଆ ହବ। ଆଉ ଯଦି ସେଟିଂ କରିକି କୋଉ ଭାଇ ଜରିଆରେ, କୋଉ ନନା ଜରିଆରେ ସଭାପତି, ଉପସଭାପତି, ସମ୍ପାଦକ ହେଇକି ଚାରିପଟ ବୁଲିକି କଣ୍ଟ୍ରାକ୍ଟର ଠିକାଦାରୀ କାମ କରିକି ମାମଲତିକାର କରୁଥିବ ଧଳା ସାର୍ଟ ପିନ୍ଧିକି, କାଲି ସେ ଭାଇର ପାୱାର କଟିଗଲେ ତମରି ପାୱାର କଟିଯିବ। ତେଣୁ ସେଥିପାଇଁ ଜହ୍ନ ଏତେ ଜୋରରେ ଜଳୁଛି, କିନ୍ତୁ ଆପଣ ଜାଣନ୍ତି ଜହ୍ନର ନିଜସ୍ୱ ଲାଇଟ୍ ନାହିଁ, କିନ୍ତୁ ତାରା ଚିକିମିକି କରୁଛି, କିନ୍ତୁ ତା ନିଜସ୍ୱ ଲାଇଟ୍ ଦୂରରେ ଅଛି ବୋଲି ଛୋଟ ଲାଗୁଥାଇପାରେ, କିନ୍ତୁ ତାରାଟା ସୂର୍ଯ୍ୟଠୁ ବି ବଡ଼। ତେଣୁ ଏଇଭଳିଆ ରାଜନୀତିରେ ମଧ୍ୟ ସେଇଆ, କାଲି କିଏ କୋଉଠି ଯାଇକି କୋଉ କନଷ୍ଟିଚ୍ୟୁଏନ୍ସିରେ ପଶିକି ରାଜନୀତି ଆରମ୍ଭ କରିବ, ସେତେବେଳେ କେଡ଼େ କେଡ଼େ ନେତା ଖତ ହେଇଯାଇଛନ୍ତି। ଇଏ କ'ଣ ମୁଖ୍ୟମନ୍ତ୍ରୀଙ୍କ ବାସଭବନ 400 ମିଟର ଦୂରରେ ପୂର୍ବତନ ଆଇନ ମନ୍ତ୍ରୀଙ୍କ ଘରେ ଆତଙ୍କରାଜ, କେମିତି ଦେଖୁଛନ୍ତି, ସୁରକ୍ଷା ଦୃଷ୍ଟି କେମିତି ଦେଖୁଛନ୍ତି? ନିଶ୍ଚିତ ଭାବରେ ଏଇଟା ଗୋଟେ ଉଦ୍ବେଗଜନକ କଥା।
ଆପଣ ସିନା ସେଠି ମନେକର ପ୍ରତାପ ଜେନା ଆପଣ ଭାବନ୍ତୁ ସେ ଯୋଉ ସିଚୁଏସନ ଥିଲା ଇଏ ଯଦି ପ୍ରତାପ ଜେନା ଦାଣ୍ଡକୁ ଆସିକି ବିରୋଧ କରିଥାନ୍ତେ କି ତାଙ୍କ ଯୋଉ ପୁଅ ଟିକେଟ ପାଇଥିଲେ ଅଙ୍କିତ ସିଏ ଯଦି ବିରୋଧ କରିଥାନ୍ତେ ଇଏ ତ ଯୋଡ଼ିଏ ଥୁମଣି ଖାଇଥାନ୍ତେ। ସେ ଯୋଉ ଭଳିଆ ସ୍ଥିତିରେ ବର୍ତ୍ତମାନ ଯାଇଥିଲେ ସିକ୍ୟୁରିଟି ବୋଲି କଣ ବାଡ଼େଇଲେ ନାହିଁ ସେ ବାଡ଼େଇବାକୁ ଯାଇଥିଲେ। ଆମେ ଯାହା ଭିଡ଼ିଓରୁ ଦେଖିଲୁ କବାଟ ବନ୍ଦ କରିପାରିବନି ତମ କ୍ୱାର୍ଟର କିଏ ଆରେ କ୍ୱାର୍ଟର କଥା ପଚାରୁଛ ଲୁଲୁ ମହାପାତ୍ର ଦି ଥର ହାରିଥିଲେ ଆପଣ ଜାଣିଛନ୍ତି ତାଙ୍କ କ୍ୱାର୍ଟର କୋଉଠି ଥିଲା ସେଇ ଜାଗାରେ 2004 ମସିହାରେ ପ୍ରଭାତ ତ୍ରିପାଠୀ ହାରି ନଥିଲେ। ଆରେ ରାଜନୀତିରେ ଏମିତି ଥାଏ ହାରିଥିଲେ ବି ଲୋକମାନେ କ୍ୱାର୍ଟର ନେଇକି ରହିଥାନ୍ତି କାହିଁକିନା ଭୁବନେଶ୍ୱରରେ ଅନେକ ନେତାଙ୍କର ଘର ଦ୍ୱାର ଅଛି କ୍ୱାର୍ଟରଟି ତାଙ୍କର ନିହାତି ଆବଶ୍ୟକ ନାହିଁ। ସିଦ୍ଧାନ୍ତ ମହାପାତ୍ର କ୍ୱାର୍ଟର ନେଇନାହାନ୍ତି ସେ ତାଙ୍କ ଘରେ ରହୁଛନ୍ତି ସେ ଚାହିଁଥିଲେ କ୍ୱାର୍ଟର ନେଇକି ତାଙ୍କର ଗୋଟେ ବିଜେପି ନେତାଙ୍କ ନାଁରେ ଗୋଟେ କ୍ୱାର୍ଟରଟି ଆଲଟମେଣ୍ଟ ମଧ୍ୟ କରାଇପାରେ ଏଇଟା ଗୋଟେ ପ୍ରାକ୍ଟିସ। କାରଣ ରାଜନୀତିରେ ଆମେ ଯେମିତି ବାଡ଼େଇବା ଯୋଉ ନେତାମାନେ ଯେମିତି ବାଡ଼େଇବା ପିଠା ହେଉଛନ୍ତି ଆମର କିଛି ମଧ୍ୟ ଗଣମାଧ୍ୟମ ଯିଏ ଯାହା ବାଟରେ ପଲିଟିକାଲ ପାର୍ଟି ଅନୁସାରେ କହୁଛନ୍ତି କିନ୍ତୁ ନେତାଙ୍କ ଭିତରେ ତାଙ୍କ ଭିତରେ ଗୋଟେ ଭଲ ସମ୍ପର୍କ ରହିଛି ଏକଥା ମଧ୍ୟ ବୁଝିବା ଦରକାର। ଦେଖନ୍ତୁ ଟୁବୁ ତ୍ରିପାଠୀ ଯଦି ଏଇ ଘଟଣାକୁ ନିନ୍ଦା କରୁଛନ୍ତି ସେ ଭିଡ଼ିଓରେ ଡାଇରେକ୍ଟ କହିଛନ୍ତି ଆମେ ଟୁବୁ ତ୍ରିପାଠୀର ଲୋକ ତାହେଲେ ଆମେ କାଲି ଯଦି ସେମାନଙ୍କୁ ଟୁବୁ ତ୍ରିପାଠୀଙ୍କ ଆଖପାଖରେ ବୁଲୁଥିବାର ତାଙ୍କ ପଛପଟେ ଠିଆ ହେଇଥିବାର ନ ଦେଖିବୁ ତାହେଲେ ଟୁବୁ ବାବୁ ଠିକ କହୁଛନ୍ତି ଯଦି ଦେଖିବୁ ସେ ଆମକୁ ମିଛ